ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ। ରାଜନୀତି ନାଁରେ କ'ଣ ଚାଲିଛି ଆମ ଓଡ଼ିଶାରେ। ଦେଖନ୍ତୁ ଏହି ବିରଳ ପ୍ରାଣୀମାନଙ୍କୁ, ଏମାନଙ୍କର ସାଂଘାତିକ ଭୟଙ୍କର ହୀନ ରାଜନୀତିକୁ ଷଡ଼ଯନ୍ତ୍ର। ବିଚିତ୍ର ଆମ ଭାଇଚାରା, ବିଚିତ୍ର ଆମ ସେକୁଲାରିଜିମ୍। ଓଡ଼ିଶା ଭଳି ହିନ୍ଦୁ ବହୁଳ ଜାଗାରେ 95% ହିନ୍ଦୁମାନଙ୍କୁ ମାତ୍ର 5% ଜିହାଦୀ ଶାନ୍ତିଦୂତମାନେ ଶଙ୍ଖ ଭବନରେ, ରାଜନୈତିକ ପାର୍ଟି ଅଫିସରେ, ସ୍ୱାର୍ଥରେ, ହୀନ ରାଜନୀତିରେ ବାଣ୍ଟିଥିବା ଏହି ଦଗଲା ସେକୁଲାର ହିନ୍ଦୁମାନଙ୍କୁ ଜାଲି ଟୋପି ପିନ୍ଧାଇ ଦେଲେ, ମୁସଲିମ ବନେଇ ଦେଲେ, କଲମା ପଢ଼ାଇ ଦେଲେ, ହାତ ପତେଇ ଭିକ ମଗାଇ ଦେଲେ। ଓଡ଼ିଶାବାସୀ ପ୍ରଶ୍ନ କରୁଛନ୍ତି, ଯୌନାଙ୍ଗ କାଟିବା ବାକି ଅଛି, ହାଲାଲ କରିବା ବାକି ଅଛି ନା? ସେ ସବୁ ବିଜେଡି ନେତା କରିସାରିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ୱରେ ଉଠି ବିଚାର କରନ୍ତୁ। ସୌମ୍ୟାଶ୍ରୀ ବିଶି ହିନ୍ଦୁ ଥିଲା। ବିଜେଡିର ଶଙ୍ଖ ଭବନ ରାଜନୈତିକ ପାର୍ଟି ଅଫିସ। ତେବେ କ'ଣ ପାଇଁ ବିଜେଡିର ନେତାମାନେ ମୁସଲିମ ବେଶ ଧାରଣ କରି, ଜାଲି ଟୋପି ପିନ୍ଧି, ହାତ ପତେଇ ଆଲ୍ଲାହ ଆଗରେ ଦୁଆ ମାଗିଲେ, ସେଠି କଲମା ପଢ଼ିଲେ? ଆପଣମାନେ ବିଚାର କରନ୍ତୁ। ବିଜେଡି ପକ୍ଷରୁ ये प्रार्थना सभा आपण देखि पारुछंती सीधा सड़क। या अल्लाह खास तौर पर जो हमारा सूबा उड़ीसा है, या अल्लाह ये पूरी दुनिया का एक ऐसा सूबा है या अल्लाह जिसमें अमन, चैन, भाईचारगी बहुत आम है और प्यार और मोहब्बत बहुत ज़्यादा है। या अल्लाह फिर भी इस मुल्क, या अल्लाह इस सूबा में दो ऐसा मामला हो गया है। या अल्लाह ख़ास तौर पर जो हमारी बिरादर वतन की एक मैंने बेटी हमारी सौम्या श्री जो बालेसर के किसी कॉलेज में या अल्लाह पर पढ़ते हुए उसके साथ जो मामला हुआ, उसने अपने आप को ज़िंदगी से खोकर खुदकशी कर ली है। या अल्लाह उस बच्ची को इंसाफ दिला दे। या अल्लाह उस बच्ची के साथ जो जुल्म किया है उसके मामला जितना हुआ है। ଓଡ଼ିଶାରେ ହଜାରେ ମସଜିଦ ଅଛି, ମଜାର ଅଛି, ତେବେ କ'ଣ ପାଇଁ ରାଜନୈତିକ ପାର୍ଟି ଅଫିସରେ ଏସବୁ ନଟଙ୍କି ଚାଲିଲା, ଏସବୁ ଡ୍ରାମା ଚାଲିଲା? ହାତ ପତେଇ ବିଜେଡି ନେତାମାନେ କ'ଣ ପାଇଁ ଆଲ୍ଲାହ ଆଲ୍ଲାହ ଚିତ୍କାର କରୁଥିଲେ? ଆମ ସନାତନ ଧର୍ମରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଏସବୁ ହେଉଛି ଆମ ପବିତ୍ର ପ୍ରତୀକ। ସେହି ସହିତ ଆମ ଆସ୍ଥା, ଆମ ବିଶ୍ୱାସ ଯୋଡ଼ି ରହିଛି। ଯେଉଁ ଶଙ୍ଖ ଚିହ୍ନକୁ ନେଇ ବିଜେଡି ରାଜନୀତି କରୁଛି, ପବିତ୍ର ଓଡ଼ିଶା ମାଟିରେ, ଜଗନ୍ନାଥ ମାଟିରେ 95% ହିନ୍ଦୁମାନଙ୍କ ଆସ୍ଥା ସହ ଖେଳୁଛି। ବିଜେଡି ନେତାମାନେ ଶଙ୍ଖ ଭବନରେ ମୁସଲିମ ସାଜୁଛନ୍ତି, କଲମା ପଡ଼ୁଛନ୍ତି। ଯଦି ସର୍ବଧର୍ମ ସମଭାବର କିଡ଼ା କାଟୁଛି, ଏହି ବିଜେଡି ନେତାମାନଙ୍କୁ ଭାଇଚାରା ସେକୁଲାରିଜିମ୍ର କିଡ଼ା କାଟିଛି, ତେବେ କ'ଣ କୌଣସି ମସଜିଦରେ ଏହି ମୌଲାନାମାନଙ୍କୁ ତିଲକ ଲଗେଇ, ଗେରୁଆ ପିନ୍ଧେଇ ହନୁମାନ ଚାଳିଶା ପଢ଼େଇ ପାରିବ? ହରେ କୃଷ୍ଣ ହରେ ରାମ ଜପେଇ ପାରିବ? ତାପରେ ଆମେ ଜାଣିବା ତମେ ହେଉଛ ସର୍ବଧର୍ମ ସମଭାବ, ତମେ ହେଉଛ ପ୍ରକୃତ ସେକୁଲାରିଜିମ୍। ଯେଉଁମାନେ ମଜହବ ନାଁରେ ସାରା ବିଶ୍ୱକୁ ଅଶାନ୍ତ କରିଛନ୍ତି, ଆତଙ୍କ ସୃଷ୍ଟି କରୁଛନ୍ତି, କାଫିର ହିନ୍ଦୁମାନଙ୍କୁ ଆକ୍ରମଣ କରୁଛନ୍ତି, ଜିହାଦ ନାଁରେ ପ୍ରତ୍ୟେକ ଦିନ ହିନ୍ଦୁ ଝିଅ ପୁଅମାନଙ୍କୁ ଲଭ୍ ଜିହାଦରେ ଫସାଉଛନ୍ତି, ବକ୍ ୱାର୍ଡ଼ରେ ହିନ୍ଦୁ ଜମି, ମଠ, ମନ୍ଦିର ଏସବୁ ଅକ୍ତିଆର କରୁଛନ୍ତି, ବମବାରୀ କରୁଛନ୍ତି, ସାମୂହିକ ହତ୍ୟା କରୁଛନ୍ତି, ସାମୂହିକ ବଳାତ୍କାର କରୁଛନ୍ତି, ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁମାନଙ୍କର ନରସଂହାର କରୁଛନ୍ତି, ପ୍ରତ୍ୟେକ ଦିନ ଆମ ଗୋମାତାର ହତ୍ୟା କରୁଛନ୍ତି, ଆମ ଆସ୍ଥା, ଆମ ଭାବନା ସହ ପ୍ରତ୍ୟେକ ଦିନ ଖେଳୁଛନ୍ତି। ଆଉ ଏତେ ପରେ ଏହି ହାରାମିଖୋର, ଏହି ଦଲାଲ ଦଗଲା ରାଜନେତାମାନେ ଭାରତରେ ଥିବା ପ୍ରାୟ ଅଧିକାଂଶ ରାଜନୈତିକ ଦଳମାନେ ଏମାନଙ୍କ ସହ ଭାଇଚାରା କରି ହିନ୍ଦୁମାନଙ୍କର ସର୍ବନାଶ କରୁଛନ୍ତି। ଯଦି ଏତେ ଭାଇଚାରାର ପ୍ରେମ ଘାରିଛି, ଜାଲି ଟୋପି ପିନ୍ଧି କଲମା ପଡ଼ୁଛ, ତେବେ ତମ ଝିଅମାନଙ୍କୁ ମୁସଲିମକୁ ବାହା କରେଇ ଜଇଁ କରାଅ, ତମର ପିଉସୀମାନଙ୍କୁ ମୁସଲିମକି ବାହା କରେଇ ପିଇସା କରାଅ, ମୁସଲିମଙ୍କ ଝିଅମାନଙ୍କୁ ବି ବୋହୂ କରାଅ। ଏଇଟା ହେବ ପ୍ରକୃତ ଭାଇଚାରା ନା? ଯେଉଁ ବିଜେଡି ନେତାମାନେ ନୂଆ ନୂଆ ମୁଲ୍ଲା ସାଜିଛନ୍ତି, ସେମାନେ ଜାଣି ରଖିବା ଦରକାର, ଭାରତରେ ଥିବା ମୁସଲିମମାନଙ୍କୁ, ସେମାନଙ୍କର ବଡ଼ ବଡ଼ ମୌଲାନାମାନଙ୍କୁ, ଯେଉଁମାନେ ନିଶ କାଟି ଛେଳି ପରି ବଡ଼ ବଡ଼ ଦାଢ଼ି ରଖିଛନ୍ତି, ସେମାନଙ୍କୁ ବି ଆରବର ମୁସଲିମମାନେ ବାସି ବାଳରେ ପଚାରନ୍ତିନି। ଏହି ମୌଲାନାମାନଙ୍କ ସହ କେଉଁଭଳି ବ୍ୟବହାର କରନ୍ତି, ଗୁଗୁଲରେ ଟିକେ ସର୍ଚ୍ଚ କରିବ, ଟିକେ ଭିଡ଼ିଓ ଦେଖିବ, ଟିକେ ଅନୁସନ୍ଧାନ କରିବ। ନୂଆ ନୂଆ
ମୁସଲିମ ହେଇଛ ନା? ଯେଉଁ ମଲାନା ମାନେ ଶଙ୍ଖ ଭବନରେ ଆଲ୍ଲାହ ଆଲ୍ଲାହ ହେଇ ଦୁଆ ମାଗୁଥିଲେ, ସିଆ ସୁନିର ଲଢ଼େଇ ହେଉଛି, କ'ଣ ଆଲ୍ଲାହ ଶୁଣୁନାହିଁ? ପାକିସ୍ତାନ ଭୋକରେ ମରୁଛି, କ'ଣ ଆଲ୍ଲାହ ଶୁଣୁନାହିଁ? ଅଧିକାଂଶ ମୁସଲିମ ଦେଶରେ ଯେଉଁଠି ବିଜେପି ନାହିଁ, RSS ନାହିଁ, ବଜରଙ୍ଗ ଦଳ ନାହିଁ, କୌଣସି ହିନ୍ଦୁ ସଂଗଠନ ନାହିଁ, ତାପରେ ବି ବମ୍ ଧମାକା ହେଉଛି, ନିଜ ନିଜ ଭିତରେ ଲଢ଼େଇ ହେଉଛି, ହତ୍ୟା ହେଉଛି, ହଜାର ହଜାର ସଂଖ୍ୟାରେ ନିରୀହ ମୁସଲିମ ମାନେ ମୃତ୍ୟୁବରଣ କରୁଛନ୍ତି, କ'ଣ ଆଲ୍ଲାହ ଶୁଣୁନାହିଁ? ଇସ୍ରାଏଲ ଏମାନଙ୍କର ଧୂଆଁ ଧୂଆଁ କରୁଛି, କ'ଣ ଆଲ୍ଲାହ ଦୁଆ ଶୁଣୁନାହିଁ? ତୁମମାନଙ୍କ ଭିତରେ ଏତେ ସମସ୍ୟା ଅଛି, ଦିନ ସାରା 5 ଥର ଦୁଆ ମାଗୁଛ, ତଥାପି ତୁମ ସମସ୍ୟାର ସମାଧାନ ହେଉନାହିଁ। ତେବେ କ'ଣ ପାଇଁ ରାଜନୈତିକ ପାର୍ଟି ଅଫିସରେ ହିନ୍ଦୁ ବହୁଳ ଓଡ଼ିଶାରେ ଶଙ୍ଖ ଭବନରେ କଲମା ପଡ଼ିଲ, ଆଲ୍ଲାହକୁ ଡାକିଲ, ଦୁଆ ମାଗିଲ, ଜାଲି ଟୋପି ପିନ୍ଧିଲ? ଓହୋ, ଜୁମା ମସଜିଦରେ ନାଁ ଲେଖିବା ପାଇଁ ଭାରତବର୍ଷରେ କେତେ ହିନ୍ଦୁ ନେତା କଲମା ପଢ଼ିଲେ, ଜାଲି ଟୋପି ପିନ୍ଧିଲେ, ମୁସଲିମ ବନିଲେ, ହାତ ପତେଇ ଆଲ୍ଲାହ ଆଲ୍ଲାହ ଡାକିଲେ। ଏ ହେଉଛି ସେମାନଙ୍କର ଷଡ଼ଯନ୍ତ୍ର, ଗଜବା ହିନ୍ଦର ଗୋଟିଏ ପାର୍ଟ। ଆଉ ଏ ହେଉଛି ଅଳ୍ପ ସଂଖ୍ୟକମାନଙ୍କର ତାକତ, ତାଙ୍କ ସଂଗଠନ ସେମାନଙ୍କର ମଜବୁତ, ସେମାନଙ୍କ ସମ୍ପ୍ରଦାୟ ପ୍ରତି କଟିବଦ୍ଧତା, ମରିବା ମାରିବା ପାଇଁ ପ୍ରସ୍ତୁତ ହେବା, ମଜହବ ପାଇଁ ବଞ୍ଚିବା। ଆଉ ଏପଟେ ଆମ ହିନ୍ଦୁ ରାଜନୀତି ପାଇଁ, ନିହିତ ସ୍ୱାର୍ଥ ପାଇଁ, ଜାତିବାଦ ପାଇଁ, ହୀନ ରାଜନୀତି ପାଇଁ, ସର୍ବଧର୍ମ ସମଭାବ ପାଇଁ, ସେକୁଲାର ମାନସିକ ରୋଗ ପାଇଁ ନିଜର ସବୁ କିଛିକୁ ନିଲାମ କରିଦେବା। ସେଇଥିପାଇଁ ସେମାନଙ୍କ ପାଖରେ 58ଟି ଦେଶ, କିନ୍ତୁ ଆମ ପାଖରେ ଗୋଟିଏ ବି ହିନ୍ଦୁ ରାଷ୍ଟ୍ର ନାହିଁ। ଏବେ ବି ସମୟ ଅଛି, ହିନ୍ଦୁ ସମାଜ, ଓଡ଼ିଶାବାସୀ ବିଚାର କରନ୍ତୁ। ଏ ଭୟଙ୍କର ରାଜନୀତିରୁ, ଷଡ଼ଯନ୍ତ୍ରରୁ ଉଠି ନିଜ ଧର୍ମ ପାଇଁ ସଂଗଠିତ ହୁଅନ୍ତୁ, ସଚେତନ ହୁଅନ୍ତୁ, ସଜାଗ ହୁଅନ୍ତୁ।